सहनाववतु सह नौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै ओम शांतिः शांतिः शांतिः। शङ्करं शङ्कराचार्यं केशवं बादरायणं सूत्रभाष्यकृतौ वन्दे भगवन्तौ पुनः पुनः। ईश्वरो गुरुरात्मेति मूर्तिभेदविभागिने व्योमबद्ध व्याप्तदेहाय दक्षिणामूर्तये नमः। ଆଜି ଆମେ ଏକ ଅସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥ ଭିତରକୁ ଯିବାକୁ ଯାଉଛୁ। ଏହାର ନାମ ହେଉଛି ଶୁକରହସ୍ୟୋପନିଷଦ୍। ଏହା କୃଷ୍ଣ ଯଜୁର୍ବେଦ ସହିତ ଜଡ଼ିତ। ହଁ, ଆଉ ଆମର ଏହି ଆଲୋଚନାର ଆଧାର ହେଉଛି ପୁରୀ ଦକ୍ଷିଣାମୂର୍ତ୍ତି ମଠର ଅଧ୍ୟକ୍ଷ ସ୍ୱାମୀ ପ୍ରଣବାନନ୍ଦଙ୍କ ଦ୍ୱାରା ଲିଖିତ ଏକ ବହୁତ ସୁନ୍ଦର ବିଶ୍ଳେଷଣ। ଆଉ ଏହାର କାହାଣୀ କେବଳ ଦର୍ଶନ ନୁହେଁ, ଏଥିରେ ଗୋଟିଏ ପିତା ପୁତ୍ରଙ୍କର ବହୁତ କେମିତି କହିବି ଗଭୀର ସମ୍ପର୍କର କଥା ବି ଅଛି। ଏକଦମ ଠିକ୍ କହିଲେ। ଏହି ଉପନିଷଦର କେନ୍ଦ୍ରରେ ଅଛନ୍ତି ମହର୍ଷି ବ୍ୟାସ ଆଉ ତାଙ୍କ ତେଜସ୍ୱୀ ପୁତ୍ର ଶୁକଦେବ। କିନ୍ତୁ କଥାଟା ସେତେବେଳେ ଆହୁରି ରୋଚକ ହୋଇଯାଏ ଯେତେବେଳେ ଗୁରୁ ଭୂମିକାରେ ଆସନ୍ତି ସ୍ୱୟଂ ଭଗବାନ ଶିବ। ତେବେ ଏହାର ମୂଳ ଲକ୍ଷ୍ୟ କ'ଣ? ଏହାର ମୂଳ ଲକ୍ଷ୍ୟ ହେଉଛି ବେଦର ସେହି 4ଟି ମହାବାକ୍ୟର ରହସ୍ୟକୁ ବୁଝିବା, ଯାହାକୁ ଆମ ଦର୍ଶନର ସ୍ତମ୍ଭ ବୋଲି କୁହାଯାଏ। ଠିକ୍ ଅଛି, ତେବେ ଚାଲନ୍ତୁ ଏହାର ଆରମ୍ଭରୁ ହିଁ ଆରମ୍ଭ କରିବା। କାହାଣୀ ଆରମ୍ଭ ହେଉଛି ଯେତେବେଳେ କିଛି ଦେବର୍ଷି ବ୍ରହ୍ମାଙ୍କୁ ଗୋଟେ ଗୂଢ଼ ଉପନିଷଦ ବିଷୟରେ ପଚାରୁଛନ୍ତି। ହଁ, ଆଉ ସେତେବେଳେ ବ୍ରହ୍ମା ଏକ ପୁରୁଣା କଥା କହିବା ଆରମ୍ଭ କରୁଛନ୍ତି। ସେହି କଥା ଅନୁସାରେ ମହର୍ଷି ବ୍ୟାସ ନିଜ ପୁତ୍ର ଶୁକଦେବଙ୍କର ଉପନୟନ ସଂସ୍କାର ପରେ ତାଙ୍କୁ ସର୍ବୋଚ୍ଚ ଜ୍ଞାନ ଦେବା ପାଇଁ ଟିକେ ଚିନ୍ତିତ ଥିଲେ। ଆଚ୍ଛା, ବ୍ୟାସଦେବ ତ ନିଜେ ମହାଜ୍ଞାନୀ ଥିଲେ, ସେ ନିଜେ କାହିଁକି ଉପଦେଶ ଦେଲେନି? ବହୁତ ଭଲ ପ୍ରଶ୍ନ। ସେ ନିଜେ ଜ୍ଞାନୀ ଥିଲେ ସତ, କିନ୍ତୁ ସେ ଚାହୁଁଥିଲେ ତାଙ୍କ ପୁତ୍ରଙ୍କୁ ଜ୍ଞାନ ମିଳୁ ସ୍ୱୟଂ ଆଦିଗୁରୁ ମହାଦେବଙ୍କଠାରୁ। ତେଣୁ ସେ ଶୁକଦେବଙ୍କୁ ଧରି କୈଳାସରେ ପହଞ୍ଚିଲେ। ଆଉ ମହାଦେବଙ୍କୁ ଅନୁରୋଧ କଲେ ଯେ ସେ ନିଜେ ଶୁକଦେବଙ୍କ ବ୍ରହ୍ମଜ୍ଞାନ ଦିଅନ୍ତୁ। ଏହା ପଛରେ ଉଦ୍ଦେଶ୍ୟ ଥିଲା ଯେ ତାଙ୍କ ପୁଅ ସର୍ବଜ୍ଞ ହଉ ଆଉ 4 ପ୍ରକାରର ମୁକ୍ତି ଲାଭ କରୁ। ହଁ, କିନ୍ତୁ ଏଇଠି କଥାଟା ଗୋଟେ ନୂଆ ମୋଡ଼ ନେଉଛି। ମହାଦେବ ତାଙ୍କ ଅନୁରୋଧ ସିଧା ସିଧା ରଖିଲେନି, ବରଂ ଗୋଟେ ଚେତାବନୀ ଦେଲେ। କି ଚେତାବନୀ? ମହାଦେବ କହିଲେ, ହେ ବ୍ୟାସ, ତୁମେ ଯାହା ମାଗୁଛ ତାହା ବହୁତ ଗମ୍ଭୀର କଥା। ଯଦି ମୁଁ ତୁମ ପୁଅକୁ କୈବଲ୍ୟ ମୁକ୍ତିର ସାକ୍ଷାତ ଉପଦେଶ ଦିଏ, ତା ଭିତରେ ତୀବ୍ର ବୈରାଗ୍ୟ ଆସିଯିବ। ଆଚ୍ଛା। ସେ ସଂସାର, ଘରଦ୍ୱାର, ଏମିତିକି ତୁମକୁ ବି ଛାଡ଼ି ଚାଲିଯିବ। ଏହା ଏକ ପ୍ରକାର ପରୀକ୍ଷା ଥିଲା ବ୍ୟାସଦେବଙ୍କ ପାଇଁ। ବାପା, ଜଣେ ବାପା ପାଇଁ ଏହାଠୁ ବଡ଼ କଥା ଆଉ କ'ଣ ହୋଇପାରେ? ନିଜ ପୁଅ ଛାଡ଼ି ଚାଲିଯିବ। ଏହା ଶୁଣିବା ପରେ ବ୍ୟାସଦେବଙ୍କର ପ୍ରତିକ୍ରିୟା କ'ଣ ଥିଲା? ତାଙ୍କ ଉତ୍ତର ଆଶ୍ଚର୍ଯ୍ୟ କରିଦେବା ଭଳି ଥିଲା। ସେ କହିଲେ, ଯାହା ହେବାର ଅଛି ହେଉ, ମୁଁ ସେଇ ପୁତ୍ର ବିଚ୍ଛେଦର ଦୁଃଖ ସହିବାକୁ ପ୍ରସ୍ତୁତ, କିନ୍ତୁ ଆପଣ ତାଙ୍କୁ ଉପଦେଶ ଦିଅନ୍ତୁ। ବାଃ, ମାନେ ଜ୍ଞାନ ଆଗରେ ପୁତ୍ରମୋହ ବି କିଛି ନୁହେଁ। ଏହା ହିଁ ତ ବ୍ୟାସଙ୍କର ମହାନତା। ସେ ବୁଝିଥିଲେ ଯେ ପୁଅର ଶାରୀରିକ ଉପସ୍ଥିତିଠାରୁ ତାର ଆଧ୍ୟାତ୍ମିକ ମୁକ୍ତି ତାହା ବେଶୀ ଜରୁରୀ। ତାଙ୍କର ଏହି ତ୍ୟାଗ ଦେଖି ମହାଦେବ ଖୁସି ହେଲେ ଆଉ ଶୁକଦେବଙ୍କୁ ଉପଦେଶ ଦେବା ଆରମ୍ଭ କଲେ। ପ୍ରଥମେ ସେ କ'ଣ ଶିଖାଇଲେ? ପ୍ରଥମେ ସେ ପ୍ରଣଦ ଓଙ୍କାରର ରହସ୍ୟ ବୁଝାଇଲେ। କିନ୍ତୁ ଶୁକଦେବଙ୍କ ଜ୍ଞାନ ପିପାସା ସେତିକିରେ ଶାନ୍ତ ହେଲାନି। ସେ କହିଲେ, ହେ ଭଗବାନ, ମୁଁ ଖାଲି ଏତିକି ଜାଣିବାକୁ ଚାହେଁନି, ମୋତେ ବେଦର ମହାବାକ୍ୟଗୁଡ଼ିକର ରହସ୍ୟ ତାର ଷଡ଼ନ୍ୟାସ ସହିତ ଜାଣିବାର ଅଛି। ହଁ, ଏହି ଷଡ଼ନ୍ୟାସ ଜିନିଷଟା ଟିକେ ଜଟିଳ ଲାଗୁଛି। ଏହାର ଅର୍ଥ କ'ଣ? ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ଷଡ଼ନ୍ୟାସର ସରଳ ଅର୍ଥ ହେଉଛି 6ଟି ଅଙ୍ଗରେ ନ୍ୟାସ କରିବା, ସ୍ଥାପନା କରିବା। ଓହୋ। ଏହା ଏକ ସାଧନା ପଦ୍ଧତି। ଏଥିରେ ମନ୍ତ୍ର ବା ତତ୍ତ୍ୱକୁ ନିଜ ଶରୀରର ଅଲଗା ଅଲଗା ଅଙ୍ଗରେ, ଯେମିତି ହୃଦୟ, ମୁଣ୍ଡ, ଆଖି, ଏସବୁରେ ସ୍ଥାପିତ କରାଯାଏ। ଏହାର ଅର୍ଥ ଶୁକଦେବ ଖାଲି ଥିଓରି ଜାଣିବାକୁ ଚାହୁଁନଥିଲେ, ସେ ପ୍ରାକ୍ଟିକାଲ ଚାହୁଁଥିଲେ। କିପରି ସେହି ଜ୍ଞାନକୁ ନିଜ ଭିତରେ ଅନୁଭବ କରିହେବ। ଏକଦମ। ଏହା ଶୁଣି ମହାଦେବ ବହୁତ ଖୁସି ହେଲେ। ସେ କହିଲେ, ଏହା ହିଁ ବେଦର ପ୍ରକୃତ ରହସ୍ୟ। ଏପରିକି ସେ ଏହି ଉପନିଷଦକୁ ସବୁ ଉପନିଷଦର ମସ୍ତକ ବା ଶ୍ରେଷ୍ଠ ବୋଲି କହିଲେ। ଆଚ୍ଛା। ଆଉ କହିଲେ, ଯିଏ ଏହାର ତତ୍ତ୍ୱକୁ ଥରୁଟିଏ ଜାଣିଯିବ, ତା ପାଇଁ ଆଉ କୌଣସି ତୀର୍ଥ, ମନ୍ତ୍ର କି ଜପର ଦରକାର ନାହିଁ। ତେବେ ଚାଲନ୍ତୁ ସେହି ମହାବାକ୍ୟଗୁଡ଼ିକ ଭିତରକୁ ଯିବା।
ପ୍ରଥମଟି ହେଉଛି ଋଗ୍ବେଦରୁ ପ୍ରଜ୍ଞାନଂ ବ୍ରହ୍ମା। ଏହାର ଅର୍ଥ ପ୍ରକୃଷ୍ଟ ଜ୍ଞାନ ହିଁ ବ୍ରହ୍ମା। କିନ୍ତୁ ଏଠି ପ୍ରଜ୍ଞାନ ମାନେ କ'ଣ? ଦେଖନ୍ତୁ, ପ୍ରଜ୍ଞାନ ମାନେ କୌଣସି ବିଷୟର ଜ୍ଞାନ ନୁହେଁ, ବରଂ ଯେଉଁ ମୂଳ ଚୈତନ୍ୟ ଶକ୍ତି ଦ୍ୱାରା ଆମେ ସବୁକିଛି ଜାଣୁଛୁ ତାହା ହିଁ ପ୍ରଜ୍ଞାନ। ଓହୋ, ମାନେ ଯେଉଁ ଚେତନା ଶକ୍ତି ଦ୍ୱାରା ଆମ ଆଖି ଦେଖୁଛି, କାନ ଶୁଣୁଛି। ହଁ, ଠିକ୍ ସେୟା। ସେହି ସାକ୍ଷୀ ଚୈତନ୍ୟ ହିଁ ବ୍ରହ୍ମ। ଏହା ଗୋଟେ ବସ୍ତୁ ନୁହେଁ, ଏହା ହେଉଛି ସେହି ଆଲୋକ ଯେଉଁଥିରେ ସବୁକିଛି ଦେଖାଯାଏ। ବୁଝିଲି। ଏହାପରେ ଆସୁଛି ଯଜୁର୍ବେଦରୁ ଅହଂ ବ୍ରହ୍ମାସ୍ମି, ମାନେ ମୁଁ ବ୍ରହ୍ମ ଅଟେ। ଏଇଟା ଶୁଣିବାକୁ ଟିକେ ଅହଙ୍କାର ଭଳି ଲାଗୁଛି। ଜଣେ ସାଧାରଣ ଲୋକ କେମିତି କହିବ ଯେ ମୁଁ ହିଁ ବ୍ରହ୍ମ? ହଁ, ଏକଦମ ଠିକ୍ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ସବୁଠୁ ବେଶି ଭୁଲ ବୁଝାମଣା ହୁଏ। କିନ୍ତୁ ଉପନିଷଦ କହୁଛି ଏଠାରେ ଅହମ୍ ବା ମୁର ଅର୍ଥ ଆମର ଏହି ଛୋଟ ମୁଁ ନୁହେଁ। ମାନେ ଆମ ନାଁ, ପରିଚୟ, ପଦବୀ ସେ ମୁଁ ନୁହେଁ। ଆଦୌ ନୁହେଁ। ଏଠାରେ ଅହମ୍ର ଅର୍ଥ ହେଉଛି ଆମ ଭିତରେ ଥିବା ସେହି ସାକ୍ଷୀ ଚୈତନ୍ୟ, ଯିଏ ଆମ ବୁଦ୍ଧି, ମନ, ଇନ୍ଦ୍ରିୟର ସବୁ କାମକୁ ଚୁପଚାପ ଦେଖୁଥାଏ। ସେଇ ଗଭୀରତମ ମୁଁ ହିଁ ବ୍ରହ୍ମ। ତେଣୁ ଏହା ଅହଙ୍କାରର ଘୋଷଣା ନୁହେଁ, ବରଂ ଅହଙ୍କାରର ବିଲୟର ଘୋଷଣା। ଓହୋ, ଏବେ ସ୍ପଷ୍ଟ ହେଲା। ଏହା ଆମର ବ୍ୟକ୍ତିଗତ ପରିଚୟକୁ ନୁହେଁ, ଆମର ସାର୍ବଜନୀନ ସତ୍ତାକୁ ସୂଚାଉଛି। ଭଲ କଥା। ଏବେ ତୃତୀୟ ମହାବାକ୍ୟକୁ ଆସିବା। ସାମବେଦରୁ ତତ୍ତ୍ୱମସି, ସେ ତୁମେ ଅଟ। ଏହା ଗୋଟେ ଉପଦେଶ ଭଳି ଲାଗୁଛି। ହଁ, ଏହା ଗୁରୁ ଶିଷ୍ୟ ପରମ୍ପରାର ସବୁଠାରୁ ଶକ୍ତିଶାଳୀ ବାକ୍ୟ। ଏଠି ତତ୍ ଶବ୍ଦର ଅର୍ଥ ହେଉଛି ସେ, ମାନେ ସେହି ପରମ ସତ୍ୟ, ସେହି ବ୍ରହ୍ମ। ଆଉ ତ୍ୱମ୍ ଶବ୍ଦର ଅର୍ଥ ତୁମେ, ମାନେ ଶିଷ୍ୟ। ଅସି ପଦଟି ଏଇ ଦୁଇଙ୍କ ଭିତରେ ଥିବା ଏକତାକୁ ଦେଖାଉଛି। କିନ୍ତୁ ଏହା କେମିତି ସମ୍ଭବ? ତତ୍ ହେଉଛି ସର୍ବଶକ୍ତିମାନ ଈଶ୍ୱର, ଆଉ ତ୍ୱମ୍ ହେଉଛି ଜଣେ ସାଧାରଣ ଜୀବ। ଦୁଇଟା ପୁରା ଅଲଗା ଜିନିଷ। ଏ ଦୁହେଁ ଏକା କେମିତି ହେବେ? ନିଶ୍ଚିତ ଭାବରେ। ଏହି ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ବାଚ୍ୟାର୍ଥ ଆଉ ଲକ୍ଷ୍ୟାର୍ଥର ଧାରଣା ଦିଆଯାଇଛି। ବାଚାର୍ଥ ଆଉ ଲକ୍ଷ୍ୟାର୍ଥ, ଏଇଟା ଟିକେ ବୁଝେଇ କହିବେ କି? ହଁ, ଦେଖନ୍ତୁ, ତ୍ୱମ୍ ପଦର ବାଚ୍ୟାର୍ଥ ବା ଶାବ୍ଦିକ ଅର୍ଥ ହେଉଛି ଏହି ଶରୀର, ମନ, ବୁଦ୍ଧି ସହିତ ଜଡ଼ିତ ଜୀବ। ସେହିପରି ତତ୍ ପଦର ବାଚ୍ୟାର୍ଥ ହେଉଛି ମାୟା ଶକ୍ତି ସହିତ ଜଡ଼ିତ ଈଶ୍ୱର। ଏହି ସ୍ତରରେ ଦୁହେଁ ଅଲଗା। ଠିକ୍ ଅଛି। ତେବେ ଲକ୍ଷ୍ୟାର୍ଥ କ'ଣ? ଲକ୍ଷ୍ୟାର୍ଥ ହେଉଛି ତା ପଛରେ ଥିବା ତାତ୍ପର୍ଯ୍ୟ। ଗୋଟେ ଉଦାହରଣ ଦେଉଛି। ମନେ କରନ୍ତୁ, ଆମେ ଜଣେ ଅଭିନେତାଙ୍କୁ ରାଜା ପୋଷାକରେ ଦେଖି କହିଲେ ସେ ହେଉଛନ୍ତି ରାଜା। ଏଠି ରାଜାଟା ହେଲା ବାଚ୍ୟାର୍ଥ, ଯାହା ସତ ନୁହେଁ। ହଁ। କିନ୍ତୁ ଲକ୍ଷ୍ୟାର୍ଥ ହେଲା ଯେ ସେ ହେଉଛନ୍ତି ସେହି ଅଭିନେତା ଯିଏ ରାଜାର ଭୂମିକା କରୁଛନ୍ତି। ସତକୁ ଜାଣିବା ପାଇଁ ଆମକୁ ତାଙ୍କ ରାଜା ପୋଷାକ ଆଉ ତାଙ୍କ ସାଧାରଣ ବ୍ୟକ୍ତି ପୋଷାକ ଦୁଇଟାକୁ ହଟେଇ ଦେଖିବାକୁ ପଡ଼ିବ। ତାପରେ ଜଣାପଡ଼ିବ ଯେ ଭିତରେ ସେହି ଜଣେ ହିଁ ଅଛନ୍ତି। ବାଃ, ଏବେ ପୁରା ସ୍ପଷ୍ଟ ହୋଇଗଲା। ତେବେ ତତ୍ତ୍ୱମସି କହୁଛି ଯେ ଜୀବର ଉପାଧି ଆଉ ଈଶ୍ୱରର ଉପାଧିକୁ ବାଦ୍ ଦେଲେ ଦୁହିଁଙ୍କ ପଛରେ ଥିବା ମୂଳ ତତ୍ତ୍ୱ, ମାନେ ଶୁଦ୍ଧ ଚୈତନ୍ୟ, ତାହା ଏକ। ଏକଦମ ଠିକ୍ ଧରିଛନ୍ତି। ଏବେ ଚତୁର୍ଥ ମହାବାକ୍ୟକୁ ଆସିବା। ଅଥର୍ବବେଦରୁ ଅୟମାତ୍ମା ବ୍ରହ୍ମ, ଅର୍ଥାତ୍ ଏହି ଆତ୍ମା ବ୍ରହ୍ମ ଅଟେ। ଏହା ବାକି ତିନୋଟିଠାରୁ କେମିତି ଅଲଗା? ଏହା ଏକ ଅନୁଭୂତିର ବାକ୍ୟ। ଏଠି ଅୟମ୍ ଶବ୍ଦର ଅର୍ଥ ହେଉଛି ଏହି, ଯାହା ଅତି ନିକଟ, ପ୍ରତ୍ୟକ୍ଷ। ଯେତେବେଳେ ସାଧକ ତତ୍ତ୍ୱମସିର ଅର୍ଥକୁ ଅନୁଭବ କରେ, ସେତେବେଳେ ତା ଭିତରୁ ଏହି କଥା ବାହାରେ, ଆରେ ଏହି ଯେଉଁ ଆତ୍ମା, ଯାହାକୁ ମୁଁ ବୋଲି ଅନୁଭବ କରୁଛି, ଏହା ହିଁ ତ ସେଇ ପରମ ବ୍ରହ୍ମ। ଅର୍ଥାତ୍ ଏହା ଜ୍ଞାନର ଶେଷ ସୋପାନ, ଯେଉଁଠି ତତ୍ତ୍ୱ ଆଉ ଥ୍ୟୁରି ହୋଇ ରହେ ନାହିଁ, ଏକ ଜୀବନ୍ତ ଅନୁଭୂତିରେ ବଦଳିଯାଏ। ହଁ, ଆଉ ଏହି ଜ୍ଞାନ ପାଇବାର ରାସ୍ତା ବି କୁହାଯାଇଛି। ପ୍ରଥମେ ଶ୍ରବଣ, ଗୁରୁଙ୍କଠାରୁ ଶୁଣିବା। ତାପରେ ମନନ। ମନନ ମାନେ ଚିନ୍ତନ କରିବା। ଆଉ ଶେଷରେ ନିଦିଧ୍ୟାସନ ମାନେ ଧ୍ୟାନ କରିବା। ଠିକ୍ ଅଛି। ଏବେ ଆମେ କାହାଣୀର ଶେଷ ଭାଗକୁ ଫେରିବା। ମହାଦେବଙ୍କଠାରୁ ଏହି ଜ୍ଞାନ ପାଇବା ପରେ ଶୁକଦେବଙ୍କର କ'ଣ ହେଲା? ମହାଦେବ ଯାହା ଭାବିଥିଲେ ତାହା ସତ ହେଲା। ଅକ୍ଷରେ ଅକ୍ଷର ସତ ହେଲା। ସେହି ଜ୍ଞାନ ପାଇବା ମାତ୍ରେ ଶୁକଦେବ ସମାଧିସ୍ଥ ହୋଇଗଲେ। ଆଉ ଯେତେବେଳେ ତାଙ୍କର ଚେତା ଫେରିଲା, ସେ ଆଉ ପୂର୍ବର ଶୁକଦେବ ନଥିଲେ। ତାମାନେ? ସେ ସବୁ ବନ୍ଧନ ତ୍ୟାଗ କରିଦେଲେ। ଜଗଦ୍ରୂପ ଶିବରୂପ ହୋଇଗଲେ। ଆଉ ବ୍ରହ୍ମାନନ୍ଦରେ ଏମିତି ଲୀନ ହୋଇଗଲେ ଯେ କାହାକୁ କିଛି ନ କହି ସେଠାରୁ ଉଠି ଚାଲିଗଲେ। ଏହା ପରର ଦୃଶ୍ୟ ବହୁତ ମାର୍ମିକ ହୋଇଥିବ।
ବ୍ୟାସଦେବ କ'ଣ କଲେ? ସେ ଜ୍ଞାନ ସ୍ତରରେ ପ୍ରସ୍ତୁତ ଥିଲେ ସତ, କିନ୍ତୁ ପିତାର ହୃଦୟ ତ ପୁଅକୁ ଏମିତି ଯାଉଥିବାର ଦେଖି ସେ ମୋହରେ ବ୍ୟାକୁଳ ହୋଇ ତାଙ୍କ ପଛେ ପଛେ ଦୌଡ଼ିଲେ ଆଉ ଡାକିଲେ, ହେ ପୁତ୍ର, ରୁହ। କିନ୍ତୁ ଶୁକଦେବ ଉତ୍ତର ଦେଲେନି। ନା, କାରଣ ସେ ବ୍ୟକ୍ତିଗତ ଅସ୍ତିତ୍ୱର ସୀମାକୁ ପାର କରିସାରିଥିଲେ। ଏହାପରେ ଯାହା ଘଟିଲା ତାହା ହିଁ ଏହି ଉପନିଷଦର ସବୁଠୁ ଆଶ୍ଚର୍ଯ୍ୟଜନକ ଅଂଶ। ଯେତେବେଳେ ଶୁକଦେବ ଉତ୍ତର ଦେଲେ ନାହିଁ, ତାଙ୍କ ବଦଳରେ ପୁରା ଜଗତ ଉତ୍ତର ଦେଲା। ଏହାର ଅର୍ଥ କ'ଣ? ଏହା ତ ଅକଳ୍ପନୀୟ। ଏହା ହିଁ ସେହି ଅହମ୍ ବ୍ରହ୍ମାସ୍ମିର ସାକ୍ଷାତ ପ୍ରମାଣ। ଶୁକଦେବ ସେତେବେଳକୁ ସମଗ୍ର ଜଗତ ସହିତ ଏକାକାର ହୋଇସାରିଥିଲେ। ତାଙ୍କର ଚେତନା ସବୁଠି ବ୍ୟାପି ଯାଇଥିଲା। ତେଣୁ ଯେତେବେଳେ ବ୍ୟାସଦେବ ପୁଅକୁ ଡାକିଲେ, ତାଙ୍କ ପୁଅ ତ ସବୁଠି ଥିଲା, ଗଛରେ, ପଥରରେ, ନଦୀରେ। ହଁ, ଠିକ୍ ସେଇଆ। ତେଣୁ ସମଗ୍ର ପ୍ରକୃତି ହିଁ ତାଙ୍କ ଡାକର ଉତ୍ତର ଦେଲା। ଏହା ଶୁଣିବା ପରେ ବ୍ୟାସଦେବଙ୍କ ମନରେ କି ପ୍ରଭାବ ପଡ଼ିଲା? ତାଙ୍କ ଦୁଃଖ କ'ଣ ହେଲା? ତାଙ୍କର ସବୁ ଦୁଃଖ, ସବୁ ମୋହ ସେହି ମୁହୂର୍ତ୍ତରେ ଦୂର ହୋଇଗଲା। ସେ ବୁଝିଗଲେ ଯେ ତାଙ୍କ ପୁଅ ତାଙ୍କଠାରୁ ଦୂରକୁ ଯାଇନି, ବରଂ ଏବେ ସବୁଠି ଅଛି। ସେ ତାଙ୍କ ପୁଅକୁ ହରାଇ ନାହାନ୍ତି, ବରଂ ତାକୁ ସର୍ବବ୍ୟାପୀ ରୂପରେ ପାଇଛନ୍ତି। ଆଉ ସେହି ଅନୁଭୂତିରେ ସେ ପରମ ଆନନ୍ଦ ଲାଭ କଲେ। ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ବ୍ରହ୍ମବିଦ୍ୟା କେବଳ କିଛି ଶୁଖିଲା ଦାର୍ଶନିକ କଥା ନୁହେଁ। ଏହା ଏକ ଆତ୍ମରୂପାନ୍ତରଣର ଜୀବନ୍ତ ପ୍ରକ୍ରିୟା। ନିଶ୍ଚୟ। ଆଉ ଏହି ଆଲୋଚନା ଶେଷରେ ଆମ ସମସ୍ତଙ୍କ ପାଇଁ ଗୋଟେ ଗଭୀର ପ୍ରଶ୍ନ ଛାଡ଼ିଯାଉଛି। ଆମେ ସମସ୍ତେ ନିଜ ଚାରିପଟେ ଅନେକ ପାଚେରୀ ତିଆରି କରିଥାଉ। ମୋ ପରିଚୟ, ମୋ ପରିବାର, ମୋ ଦେଶ, ମୋ ବିଶ୍ୱାସ। ହଁ, ଠିକ୍ କଥା। ଶୁକଦେବଙ୍କ କାହାଣୀ ଆମକୁ ଶିଖାଉଛି ଯେ ପ୍ରକୃତ ଆନନ୍ଦ ସେହି ପାଚେରୀଗୁଡ଼ିକୁ ମଜବୁତ କରିବାରେ ନାହିଁ, ବରଂ ଏହା ଅନୁଭବ କରିବାରେ ଅଛି ଯେ ସେହି ପାଚେରୀଗୁଡ଼ିକ ବୋଧହୁଏ ବାସ୍ତବରେ କେବେ ଥିଲା ହିଁ ନାହିଁ। ଚିନ୍ତା କରିବା କଥା ଯେ ଆମ ନିଜ ଜୀବନର କେଉଁ ପାଚେରୀଟି ବୋଧହୁଏ କେବଳ ଏକ ଭ୍ରମ ହୋଇପାରେ। ଓମ୍ ପୂର୍ଣ୍ଣମଦ ପୂର୍ଣ୍ଣମିଦମ୍ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ। ଓମ୍ असतो मा सद्गमय तमसो मा ज्योतिर्गमय मृत्योर्मा अमृतं गमय। ओम शान्तिः शान्तिः शान्तिः।